ନମସ୍କାର ବନ୍ଧୁଗଣ, କାହାଣୀ ଦୁନିଆକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାହାଣୀର ନାଁ ଧଳା ପଣତରେ ରଙ୍ଗର ଛିଟା। ସବୁ ବାସ୍ନା ଭିତରୁ ପ୍ରେମର ବାସ୍ନା ଖୁବ୍ ଅଲଗା। ସେ ବାସ୍ନାର ମହକ କେବେ ବି ମଉଳି ନଥାଏ। ପାର୍ବଣ ଋତୁ ପରି ହୃଦୟ ମଣ୍ଡପରେ ପ୍ରେମ ଯେତେବେଳେ ଚକା ମାରି ବସିଯାଏ ନା, ସାରା ଦେହରେ ଧୂଆଁ ପରି କିଛି ଗୋଟେ ପୁଲକିତ ହୋଇଉଠେ। ହଁ, ପ୍ରେମ ଏକ ଅକୁହା କଥାର ମୋହ। ସେ ଶିରା ପ୍ରଶିରାରେ ଭେଦି ହୃଦୟର ନିବୃତ୍ତ କୋଣରେ ଲୁଚକାଳି ଖେଳେ। ନୀରବ ପଣରେ ଅଦୃଶ୍ୟ ଆଲିଙ୍ଗନ କରେ। ଆବେଗର ଅନୁରାଗରେ ବଞ୍ଚିବା ପାଇଁ ହାତ ଧରି ସାଥୀ ପରି ଚାଲିଥାଏ। ଠିକ୍ ଏକ ଛାଇ ପରି, ଯେଉଁ ଛାଇ ପୂଜା ପାଇଁ ଏକ ପ୍ରେମର ମହାମନ୍ତ୍ର। ପୂଜା ସବୁଦିନ ଝରକା ବାଟେ ଚାହିଁଥାଏ କିଶୋରଙ୍କୁ, କିନ୍ତୁ ପୂଜାର ମା ଅରୁଣା ଦେବୀ ଏହାକୁ ଲକ୍ଷ୍ୟ କରି ଝିଅ ଉପରେ ଭାରି ବିରକ୍ତ ହୁଅନ୍ତି। ଝିଅର ଏଭଳି ଢଙ୍ଗଢାଙ୍ଗ ଜମାରୁ ତାଙ୍କୁ ଭଲ ଲାଗେ ନାହିଁ। ବାମନ ହୋଇ ଚନ୍ଦ୍ରକୁ ପରିକଳ୍ପନା କରିବା କେତେ ଯେ ମୂର୍ଖାମି, ତାହା ପୂଜା ଆଦୌ ବୁଝିପାରୁନାହିଁ। ପୂଜା ଆଉ ଛୋଟ ପିଲା ନୁହେଁ, ସେ ବୟସର ପରିସୀମାରେ ଖୁବ୍ ପ୍ରାପ୍ତ। ହେଲେ କେଉଁଟା ଭଲ ଏବଂ କେଉଁଟା ଖରାପ, ସେତିକି କ'ଣ ବୁଝିବା ତାର ଉଚିତ ନୁହେଁ? ଏକଥା ପୂଜାକୁ ସେ ନିଶ୍ଚୟ ପଚାରିବେ। ଦରକାର ପଡ଼ିଲେ ଶାସନ କରିବେ। ଅରୁଣା ଦେବୀ ନିଜ ଆଖିରେ ଦେଖିଛନ୍ତି ଝିଅ ପୂଜାର ଦୁଃଖ। ହେଲେ କେମିତି ଯେ ପଚାରିବେ? ନ ପଚାରିଲେ ବି କଥାଟା କାହିଁ ତାଙ୍କୁ ଭଲ ଲାଗୁନାହିଁ। ଆଗକୁ ଯଦି କିଛି ଘଟିଯାଏ? ଏମିତି ଭାବୁ ଭାବୁ ଅରୁଣା ଦେବୀ ପୂଜାକୁ ପଚାରିଦେଲେ, ରାସ୍ତାରେ ସେ କିଶୋର ବାବୁ ଗଲାବେଳେ ତୁ କାହିଁକି ଝପସି ଯାଇ ଝରକାପଟେ ଚାହୁଁଛୁ? ସେ ବଡ଼ ଲୋକ, ଆଉ ଆମେ ଗରିବ। ତୋ ବାପାଙ୍କ ମୃତ୍ୟୁ ପରେ କିଶୋର ବାବୁଙ୍କ ମାଆଙ୍କ ଦୟାରେ ମୁଁ ତାଙ୍କ ଘରେ ରୋଷେଇବାସ କରି 2 ପଇସା ଆଣୁଛି। ଯଦି ତାଙ୍କ ମା ଏକଥା ଜାଣନ୍ତି, ତେବେ କ'ଣ କଥା ହେବ ଜାଣିପାରୁଛୁ ତ? ହୁଏତ ତାଙ୍କ ଘରୁ ମୋତେ କାମ ଛାଡ଼ିବାକୁ ପଡ଼ିବ। ପୂଜା ଏ କଥାରେ ନା ମାଆକୁ କିଛି କହିପାରେ, ନା ନିଜକୁ ବୁଝାଇପାରେ। କିନ୍ତୁ ମନ କଥା ମନରେ ରଖି ନୀରବରେ ନିଜକୁ ପଚାରେ, ସବୁ ପ୍ରେମକୁ କାହିଁକି ଏମାନେ ଗୋଟେ ଦୃଷ୍ଟିରେ ଦେଖନ୍ତି? କାହିଁକି ପ୍ରେମକୁ ଏକ ଭୁଲ ମାନସିକତାରେ ଗ୍ରହଣ କରିଥାନ୍ତି? ପ୍ରେମ ଭିତରେ ବଞ୍ଚିବା କ'ଣ ପାପ? ମୋ ପୃଥିବୀରୁ ଈଶ୍ୱର ସବୁ ଛଡ଼ାଇ ନେବା ପରେ ଏକ ନୀରବ ପ୍ରେମକୁ ହୃଦୟରେ ପ୍ରାର୍ଥନା ପରି ଅନୁଭବ କରିବା କ'ଣ ଭୁଲ? ପ୍ରାର୍ଥନାରେ ତ ମନ ହୃଦୟ ପବିତ୍ର ହୋଇଥାଏ। ହେଲେ ମା ମୋତେ ଏମିତି ଭୁଲ କାହିଁକି ବୁଝୁଛନ୍ତି? ପୋଡ଼ା ସଳିତାର ବାସ୍ନା ପରି ପ୍ରେମର ବି ଏକ ବାସ୍ନା ଥାଏ। ସେ ତ ଆପେ ମହକି ଉଠେ। ଯେଉଁ ମହକରେ ପୂଜା କିଶୋର ବାବୁଙ୍କୁ ଦେଖିବା ପାଇଁ ଧାଇଁଯାଏ ଝରକା ପାଖକୁ। ହେଲେ ମା କ'ଣ କିଶୋର ବାବୁଙ୍କୁ କିଛି କହିଲା କି? 4 ଦିନ ହେଲାଣି କିଶୋର ବାବୁ ଆଉ ଏପଟେ ନ ଯାଇ ନିଜର ରାସ୍ତା ବଦଳାଇ ଦେଲେ ନା କ'ଣ? ହେଲେ ତା ଆଖିରେ ପଲକ ପଡ଼ୁନି। ମନ୍ଦିରରେ ଯେମିତି ଈଶ୍ୱରଙ୍କୁ ନ ଦେଖିଲେ ମନକୁ ଶାନ୍ତି ମିଳେ ନାହିଁ, ଠିକ୍ ସେମିତି ଏଇ ଝରକା ଫାଙ୍କରୁ କିଶୋର ବାବୁଙ୍କୁ ନ ଦେଖିଲେ ତାକୁ କିଛି ଭଲ ଲାଗେ ନାହିଁ। ଏଇ 4 ଦିନର ଅଶାନ୍ତି ତାକୁ ମୃତ୍ୟୁର ମହାମୁହାଣ ଦେଖାଇ ସାରିଲାଣି। ହେଲେ ମାଆକୁ କେମିତି ପଚାରିବ ସେ କିଶୋର ବାବୁଙ୍କୁ ଏ ବାଟରେ ନ ଯିବା କଥା? ଏମିତି ଭାବନାରେ ଦାଣ୍ଡପଟୁ ମାଆର ପାଟି ଶୁଣାଗଲା। ମା କାହାକୁ କହୁଥିଲା, 4 ଦିନ ହେଲା କିଶୋର ବାବୁ ଡାକ୍ତରଖାନାରେ। ରକ୍ତ ଲାଗିବ, ହେଲେ କାହାରି ରକ୍ତ ମିଶୁନି ବୋଲି ତାଙ୍କ ଘରେ କାନ୍ଦ ବୋବାଳି ପଡ଼ିଛି। ଏତିକି କଥା ଶୁଣିବା ପରେ ପୂଜା ଅରୁଣା ଦେବୀଙ୍କୁ କିଛି ନ କହି ସିଧା ହସ୍ପିଟାଲରେ ପହଞ୍ଚିଗଲା। ଡାକ୍ତରଙ୍କୁ ଅନୁରୋଧ କଲା ସେ କିଶୋର ବାବୁଙ୍କୁ ରକ୍ତ ଦେବ। ପୂଜାକୁ ଡାକ୍ତର ପଚାରିଲେ, ତମେ ତାଙ୍କର କ'ଣ ହବ? ପୂଜା କହିଲା, ମୁଁ ତାଙ୍କର କିଛି ନୁହେଁ, ହେଲେ ମୁଁ ତାଙ୍କୁ ବହୁତ ଭଲ ପାଏ। ତାଙ୍କର କିଛି ହେଲେ ମୁଁ ମରିଯିବି। ଆଶ୍ଚର୍ଯ୍ୟ ହୋଇ ଡାକ୍ତର ପୂଜାକୁ ଚାହିଁଲେ ଏବଂ ରକ୍ତ ନେବାର ସବୁ ବ୍ୟବସ୍ଥା ମଧ୍ୟ କଲେ। ଯୋଗକୁ ପୂଜାର ରକ୍ତ କିଶୋରଙ୍କ ବ୍ଲଡ ଗ୍ରୁପରେ ମିଶିଗଲା, ଯେଉଁଥିପାଇଁ ସମସ୍ତେ ଖୁସି ହୋଇଗଲେ। ପୂଜା ମଧ୍ୟ ଖୁସି ହୋଇଗଲା। ତା ଭଲ ପାଉଥିବା ମଣିଷ ପାଇଁ ସେ ନିଜ ଦେହରୁ ରକ୍ତ ନିଗାଡ଼ି ଦେଇ, ଯେଉଁ ରକ୍ତ ତାର ପ୍ରେମର ବାସ୍ନାରେ ତାକୁ ଖୁବ୍ ବାସ୍ନାୟିତ କରିବ। ପ୍ରେମ ମାନେ ଆଉ କ'ଣ କି, କେବଳ ହୃଦୟ ଭିତରେ ରହିବା, ଯାହା ସିଏ ଆଜି କରିପାରିଛି। କିଶୋର ସିନା ଜାଣିନାହାନ୍ତି ପୂଜା ତାଙ୍କୁ କେତେ ଭଲ ପାଏ ବୋଲି, ହେଲେ ସେ ତ ଏଇ ରକ୍ତଦାନ କରି ସବୁ ଦିନ ପାଇଁ ତାଙ୍କରି ଭିତରେ ହଜିଗଲା। କିଶୋରଙ୍କୁ ବ୍ଲଡ ଦେଇ ପୂଜା ଫେରି ଆସୁଥିଲା। କିଶୋରଙ୍କ ସ୍ତ୍ରୀ ପୂଜାର ହାତ ଧରି ପକାଇ କହିଲେ, ତମେ ପରା ମୋ କିଶୋରଙ୍କୁ ଭଲ ପାଅ? ପୂଜା ଆଶ୍ଚର୍ଯ୍ୟ ହୋଇ ଚାହିଁଲା। କିଶୋରଙ୍କ ସ୍ତ୍ରୀ ହସି ଦେଇ କହିଲେ, ଏକଥା ମୁଁ ଡାକ୍ତରଙ୍କ ପାଖରୁ ଶୁଣିଲି। ନିଜ ଦେହରୁ ରକ୍ତ ଦେଇ ମୋ ସ୍ୱାମୀଙ୍କୁ ବଞ୍ଚାଇଲ, ହେଲେ ତା ପ୍ରତିବଦଳରେ କ'ଣ ଚାହଁ କୁହ ଭଉଣୀ?
ମୋର ଏତେ ବଡ଼ ଉପକାର କଲ, ଯଦି ଚାହିଁବ ତା ବଦଳେ ମୁଁ କିଶୋରଙ୍କୁ ବି ଦେଇଦେବି। ପୂଜା ହାତ ଯୋଡ଼ି ଦେଇ କହିଲା, ଭଉଣୀ ବୋଲି ସମ୍ବୋଧନ କଲ, ତାଠାରୁ ଅଧିକାର ଆଉ କ'ଣ ମାଗିବି? ମୁଁ ବିଧବା। 2 ବର୍ଷ ତଳୁ ସ୍ୱାମୀ ଏଇଭଳି ରକ୍ତ ଅଭାବରୁ ଚାଲିଗଲେ। ଠିକ୍ ଦେଖିବାକୁ ଆପଣଙ୍କ ସ୍ୱାମୀଙ୍କ ଚେହେରା ପରି ମୋ ସ୍ୱାମୀଙ୍କ ଚେହେରା। ସେଇଥିପାଇଁ କିଶୋର ବାବୁଙ୍କୁ ଦେଖିଲେ ମୋ ସ୍ୱାମୀଙ୍କ ପ୍ରେମ ମୋତେ ମିଳିଗଲା ପରି ଲାଗେ। ଖାଲି ସେତିକି ଭଉଣୀ, ଆଉ କିଛି ଚାହେଁ ନାହିଁ। ଭୟ ଥିଲା ମନରେ, କାଳେ କିଶୋର ବାବୁଙ୍କୁ ରକ୍ତ ନ ମିଳିଲେ ମୋ ସ୍ୱାମୀଙ୍କ ଭଳି ଅଘଟଣ ଘଟିଯିବ କି? ସେଇଥିପାଇଁ ଧାଇଁ ଆସିଲି ରକ୍ତ ଦେବା ପାଇଁ। ଈଶ୍ୱରଙ୍କ ଦୟାରେ ମୋ ରକ୍ତ ମଧ୍ୟ ମିଶିଗଲା। ଆପଣଙ୍କ ଶଙ୍ଖା ସିନ୍ଦୁର ବର୍ଜ୍ୟ ହଉ ଭଉଣୀ। ବୈଧବ୍ୟ ଯନ୍ତ୍ରଣା କେତେ କଷ୍ଟ ମୁଁ ଜାଣିବା ପରେ ଠାକୁରଙ୍କୁ ପ୍ରାର୍ଥନା କରୁଛି ସେ ବିଧବା ଦୁଃଖ ଆଉ କାହା ଜୀବନରେ ନ ଆସୁ। ଭୁଲ ବୁଝିବେ ନାହିଁ, ମୁଁ କେବଳ କିଶୋର ବାବୁଙ୍କୁ ଦେଖି ମୋ ସ୍ୱାମୀଙ୍କ ସ୍ମୃତିକୁ ମନେ ପକାଇ ବଞ୍ଚିଥାଏ। ମୋର ସେତିକି ମାତ୍ର ବାସ୍ନାରେ ଭାରି ମୋହ ଆସୁଛି ଭଉଣୀ। ପୂଜାର ଏଇ ସରଳ ପ୍ରେମ କାହାଣୀରେ କିଶୋର ଓ ତାଙ୍କ ସ୍ତ୍ରୀ ମାଧବୀ ଆଶ୍ଚର୍ଯ୍ୟ ହୋଇଗଲେ। ଏଭଳି ଏକ ପ୍ରେମର ବାସ୍ନାକୁ ଅନୁଭବ କରୁଥିଲେ, ଯାହା ସଂସାରରେ ଏକ ନିଆରା ପ୍ରେମର ବାସ୍ନା। ହସ୍ପିଟାଲରୁ ଫେରିବା ପରେ ମାଧବୀ ସିଧା ଯାଇ ପୂଜା ଘରେ ପହଞ୍ଚିଗଲେ। ମାଧବୀକୁ ଦେଖି ଡରିଗଲେ ଅରୁଣା ଦେବୀ। ଥଙ୍ଗ ଥଙ୍ଗ ହୋଇ ପଚାରିଦେଲେ ମାଧବୀଙ୍କୁ, ହଠାତ୍ ଆପଣ ଆମ ଘରେ? ପୂଜା କ'ଣ ଅଛି? ମାଧବୀ କଥା ଛଡ଼ାଇ କହିଲେ, ହଁ, ପୂଜାଙ୍କ ପାଖରେ କାମ ଅଛି, ଟିକେ ଡାକି ଦିଅନ୍ତୁ। ଅରୁଣା ଦେବୀ କାହିଁକି ନିଜ ଭିତରେ ଥରୁଥିଲେ। ମନେ ମନେ ଭାବୁଥିଲେ, ବର୍ତ୍ତମାନ ହେବ କ'ଣ? ପୂଜାର କିଶୋରଙ୍କ ପ୍ରତି ମନୋବୃତ୍ତି ବୋଧେ ତାଙ୍କ ସ୍ତ୍ରୀ ଜାଣିଗଲେ, ନଚେତ୍ ସେ କ'ଣ ପାଇଁ ଆମ ଘରକୁ ଆସିଛନ୍ତି? ଏମିତି ଭାବି ଭାବି ପୂଜାକୁ ଯାଇ ଅରୁଣା ଦେବୀ କହିଲେ, ସେଦିନ ମନା କରିଥିଲି କିଶୋରଙ୍କ ପ୍ରତି ଅଲଗା ନଜର ରଖନା। ତୁ ବିଧବା ହୋଇ ଅନ୍ୟ ପୁରୁଷ ଉପରେ ଆଖି ପକାନା। ଟିକେ ବି ମୋ କଥା ଶୁଣିଲୁ ନାହିଁ। ଏବେ ତାଙ୍କ ସ୍ତ୍ରୀ ଆସିଛନ୍ତି। କଥା ଯଦି କିଛି ଖରାପ ହୁଏ, ତେବେ ତୋ ପରି ଅଲକ୍ଷଣୀକୁ ଘରେ ରଖିବି ନାହିଁ। ପୂଜା କିଛି କହିବା ପୂର୍ବରୁ କିଶୋରଙ୍କ ସ୍ତ୍ରୀ ମାଧବୀ କହି ଉଠିଲେ, ହଁ ମାଉସୀ, ମୁଁ ବି ସେଇ କଥା ଚାହୁଁଛି। ଅଲକ୍ଷଣୀକୁ ଘରୁ ବାହାର କରିଦେବା। ତାପରେ ଆପଣ ଶାନ୍ତି, ମୁଁ ଶାନ୍ତି, ଆଉ ସେ ବି ଶାନ୍ତିରେ ରହିବେ। ଅରୁଣା ଦେବୀ ଅପ୍ରସ୍ତୁତ ହୋଇଗଲେ। ଆରେ ଇଏ ମୋ ପଛେ ପଛେ ଆସି ପୂଜାକୁ ଗାଳି କରିବା କଥା ସବୁ ଶୁଣିଦେଲେ। ପୂଜା ମାଧବୀଙ୍କ ମୁହଁରୁ ଏମିତି କଥା ଶୁଣି ବିଶ୍ୱାସ କରିପାରିଲା ନାହିଁ। ଯିଏ ତାକୁ ହସ୍ପିଟାଲରେ କିଶୋରଙ୍କୁ ବ୍ଲଡ୍ ଦେବା ପାଇଁ ଏତେ ପ୍ରଶଂସା କରୁଥିଲେ, ସେଇ ନାରୀ ଆଜି ତାଙ୍କରି ଘରେ ତାଙ୍କରି ମା ସାମ୍ନାରେ ମାଙ୍କ କଥା ସହିତ ପାଳି ଧରି ତାକୁ ଅଲକ୍ଷଣୀ କହୁଛନ୍ତି। ଏମିତି କହିବାର କାରଣ କ'ଣ? ସତରେ ବର୍ତ୍ତମାନ ସମାଜ ଏତେ ଆଗକୁ ଯିବା ପରେ ମଧ୍ୟ ବିଧବାମାନଙ୍କ ପ୍ରତି ଘୃଣ୍ୟ ମନୋଭାବ ଆଜି ବି ରହିଛି। ବିଧବାର କ'ଣ ମନ ନାହିଁ, ହୃଦୟ ନାହିଁ, ତା ନିଜ ଇଚ୍ଛାରେ ବଞ୍ଚିବାର ଅଧିକାର ନାହିଁ? ପୂଜା ଏ କଥାର ଉତ୍ତର ଦେବାକୁ ଯାଇ ମାଧବୀଙ୍କୁ କହିଲା, ହଁ ମ୍ୟାଡାମ, ଠିକ୍ କହିଛନ୍ତି ଆପଣ, ମୁଁ ଅଲକ୍ଷଣୀ। ନିଜ ଘରେ କ'ଣ, ଏ ଅଞ୍ଚଳରେ ରହିବା ମଧ୍ୟ ଉଚିତ ନୁହେଁ। କିନ୍ତୁ କହିପାରିବେ ବିଧବାଙ୍କ ପ୍ରତି ଆପଣଙ୍କର ଏପରି ମନୋଭାବ କାହିଁକି? ଆପଣଙ୍କ ସ୍ୱାମୀଙ୍କୁ ଯେତେବେଳେ ରକ୍ତ ଦେଲି, ସେତେବେଳେ କ'ଣ ମୁଁ ବିଧବା ନଥିଲି? ଆପଣଙ୍କ ସ୍ୱାମୀ ସୁସ୍ଥ ହେବା ପରେ ମୋ ବିଧବାପଣ ଆପଣଙ୍କୁ ଦେଖାଗଲା ଯେ। ତାର ହିସାବ ନିକାଶ କରିବାକୁ ଆମ ଘରକୁ ଚାଲି ଆସିଲେ। ପୂଜାର ଏପରି କଥାରେ ଅରୁଣା ଦେବୀଙ୍କ ହାତ ଉଠି ଯାଇଥିଲା। କାହାକୁ କ'ଣ କହୁଛୁ? ଅରୁଣା ଦେବୀଙ୍କ ହାତକୁ ଧରି ପକାଇ ମାଧବୀ କହିଲା, ଆରେ ଏତେ ବଡ଼ ଝିଅ ଉପରକୁ କ'ଣ ପାଇଁ ହାତ ଉଠାଉଛନ୍ତି? ପୂଜା ଠିକ୍ କହିଛନ୍ତି, ତାଙ୍କୁ କହିବାକୁ ଦିଅନ୍ତୁ। ଏମିତି ଏକ ପରିସ୍ଥିତିରେ ମାଧବୀ ପୂଜାର ହାତ ଦୁଇଟିକୁ ଧରି ପକାଇ କହିଲା, କ୍ଷମା କରିବ ଭଉଣୀ, ତୁମକୁ ଅଲକ୍ଷଣୀ କହିବାର ଉଦ୍ଦେଶ୍ୟଟା ମନ୍ଦ ନୁହେଁ। ମୁଁ ଚାହୁଁଛି ସାରା ଜୀବନ ପାଇଁ ତୁମକୁ ଏଇ ବିଧବାପଣରୁ ଉଦ୍ଧାର କରି ଆଉ ଥରେ ଶଙ୍ଖା ସୁନ୍ଦର ଦେଇ ଦେବୀଟି ପରି ସଜାଇ ଦେବି। ଯଦି ତୁମର କିଛି ଆପତ୍ତି ନଥାଏ, ତେବେ ମୋର ଏକ ଭାଇ ଅଛି, ତା ସହିତ ତୁମର ବିବାହ କରିବାକୁ ଚାହୁଁଛି। ଏତେ କମ୍ ସମୟରେ ବିଧବା ହୋଇ କାହିଁକି ସମାଜରେ ଏକା ଏକା ବଞ୍ଚିବ? ସେଦିନ ହସ୍ପିଟାଲରେ ତମେ କହୁଥିଲ ନା, ବିଧବା ଜୀବନ ବହୁତ କଷ୍ଟ। ସେଇ କଷ୍ଟରୁ ତୁମକୁ ମୁଁ ଉଦ୍ଧାର କରିବାକୁ ଚାହୁଁଛି। ତା ବ୍ୟତୀତ ତମେ ରକ୍ତ ଦେଇ ମୋ ଶଙ୍ଖା ସିନ୍ଦୁରକୁ ରକ୍ଷା କରିଛ। ମୁଁ କେମିତି ତୁମକୁ ଏ ପୁଙ୍ଗୁଳା ହାତରେ ଦେଖିପାରିବି? ତେଣୁ କିଶୋରଙ୍କ ସହିତ କଥା ହୋଇ ମୋ ଭାଇଙ୍କ ସହିତ ତୁମକୁ ବିବାହ ଦେବାକୁ ଚାହୁଁଛି। ତମ ମନରେ କ'ଣ ଅଛି ମୋତେ ଖୋଲି କୁହ। ପୂଜା ମାଧବୀକୁ କୁଣ୍ଢାଇ ପକାଇ ଭେଁ ଭେଁ ହୋଇ କାନ୍ଦି ଉଠିଲା। ବିଧବାର ଗୋଟେ ମନ କ'ଣ ଯେ ସେ ତା ମନ କଥା କହିବ? ଅରୁଣା ଦେବୀ ମଧ୍ୟ କହି ଉଠିଲେ, ବିଧବା ହୋଇ ଆଉ ଥରେ କେମିତି ବିବାହ କରିବ?
ସାଇ ପଡ଼ିଶା ସମାଜ କ'ଣ କହିବେ? ମାଧବୀ କିଛି ସମୟ ନୀରବ ରହିଲା ପରେ ଅରୁଣା ଦେବୀଙ୍କୁ କହିଲେ, ପୂଜା ଆପଣଙ୍କର ଝିଅ। ଆପଣ ମା ଭାବରେ ଝିଅ ଭବିଷ୍ୟତ ପାଇଁ ଯାହା ନିଷ୍ପତ୍ତି ନେବେ ତାହା ଆପଣଙ୍କର ନିଜସ୍ୱ ବିଚାର। ଏଥିରେ ସମାଜ, ସମ୍ବିଧାନ କି ସାଇ ପଡ଼ିଶାଙ୍କର କିଛି ଭୂମିକା ନାହିଁ। ସମ୍ବିଧାନରେ କେଉଁଠି ଲେଖା ହେଇନି ଯେ ବିଧବା ବିବାହ କରିପାରିବ ନାହିଁ, କି ବିବାହ କଲେ ସମାଜର କିଛି କ୍ଷତି ହେବ ନାହିଁ। ଏହା ଆମର ଘର କଥା। ଏଥିରେ ଅନ୍ୟ କାହାର ହସ୍ତକ୍ଷେପ ରହିବା ଉଚିତ ନୁହେଁ। ଆପଣ ଏବଂ ପୂଜା ଦୃଢ଼ ହୁଅନ୍ତୁ। ଆସନ୍ତା ମାସରେ ମୋ ଭାଇ ସହିତ ପୂଜାର ବିବାହ ନିଶ୍ଚୟ ହେବ। ମାଧବୀ ଗଲା ପରେ ଅରୁଣା ଦେବୀ ଝିଅ ପୂଜାକୁ କୋଳେଇ ଆଣି ମୁଣ୍ଡକୁ ଆଉଁସି ଦେଇ କହିଲେ, ମୋ କଥା ଧରିବନି। ଏମିତି କହୁ କହୁ କ'ଣ କହିଦେଇଛି। ହେଲେ ଜାଣିନଥିଲି ତୋ ଭାଗ୍ୟରେ ଏତେ ସୁଖ ଈଶ୍ୱର ଖଞ୍ଜିଛନ୍ତି ବୋଲି। ତୁ ଆଉଥରେ ବିବାହ କଲେ ମୁଁ ପ୍ରଥମେ ଖୁସି ହେବି। କାରଣ ବିଧବାର ଦୁଃଖ କ'ଣ ତୋ ବାପା ମଲା ପରେ ମୁଁ ଜାଣିଛି। ଏଇ ଚୁଡ଼ି ଦିପଟ ପିନ୍ଧି ପକା। ତତେ ପିନ୍ଧାଇ ଦେବାକୁ ମାଧବୀ ଦେଇ ଯାଇଛନ୍ତି। ଏଇ କଥା କହି ଅରୁଣା ଦେବୀ ନିଜେ ମାଧବୀ ଦେଇଥିବା ଚୁଡ଼ିକୁ ଝିଅ ପୂଜା ହାତରେ ପିନ୍ଧାଇ ଦେଲେ। ଏକ ନିଶ୍ଚିତ ଭବିଷ୍ୟତକୁ ହଠାତ୍ ପାଇଥିବାରୁ ପୂଜା ଖୁସି ହୋଇ ଅରୁଣା ଦେବୀଙ୍କୁ କୁଣ୍ଢାଇ ପକାଇ କହିଲା, ମା, ଏହା କ'ଣ ସତରେ ହେବାକୁ ଯାଉଛି? ଅରୁଣା ଦେବୀ ଖୁସିରେ କହି ଉଠିଲେ, ହଁ, ଏ ପ୍ରେମର ବାସ୍ନା ଆଉଥରେ ତ ଅଗଣାକୁ ଚାଲି ଆସିଛି। ତୋର ଏଇ ଧଳା ପଣତକୁ ରଙ୍ଗୀନ କରିଦେବା ପାଇଁ। ସେ ରଙ୍ଗରେ ସବୁଦିନ ପାଇଁ ନିଜକୁ ରଙ୍ଗେଇ ଦେ। ଜୀବନକୁ ରଙ୍ଗମୟ କରି ତୋଳିଦେ। ଆପଣମାନେ ଶୁଣୁଥିଲେ ମନୋରମା ମିଶ୍ରଙ୍କ ଲିଖିତ ଗୋଟେ କାହାଣୀ, ଧଳା ପଣତରେ ରଙ୍ଗର ଛିଟା।